ରାଜରାସ୍ତାରେ ଦେଖିବାକୁ ମିଳିଲା ଆଦିବାସୀ ପରମ୍ପରା ଓ ସଂସ୍କୃତିର ଝଲକ। ମାଲକାନଗିରି ଜିଲ୍ଲାରେ ଧୁମଧାମରେ ପାଳିତ ହେଉଛି ବିଶ୍ୱ ଆଦିବାସୀ ଦିବସ। ଜିଲ୍ଲା ଆଦିବାସୀ ସଂଘ ମହାସମାଜ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ଆୟୋଜିତ ହୋଇଥିବା ବେଳେ ପ୍ରତିକୂଳ ପାଗ ସତ୍ତ୍ୱେ ହଜାର ହଜାର ଆଦିବାସୀ ଭାଇ ଭଉଣୀ ଏଥିରେ ସାମିଲ ହୋଇଛନ୍ତି। କେବଳ ମାଲକାନଗିରି ନୁହଁ ବରଂ ବିଭିନ୍ନ ଜିଲ୍ଲାରେ ଏଭଳି ଆଦିବାସୀ ପରମ୍ପରା ଓ ସଂସ୍କୃତିର ଝଲକ ଦେଖିବା ପାଇଁ ମିଳିଛି। ଶୋଭାଯାତ୍ରାରେ ଆଦିବାସୀଙ୍କ କଳା ସଂସ୍କୃତି, ପାରମ୍ପରିକ ନୃତ୍ୟ, ବେଶଭୂଷା ଓ ପରମ୍ପରା ପ୍ରଦର୍ଶିତ ହୋଇଛି। ନିଜ ଅଧିକାର ଓ ଦାବିକୁ ନେଇ ମଧ୍ୟ ସ୍ୱର ଉଠାଇଛି ଆଦିବାସୀ ସଂଘ। ପେସା ଆଇନ କାର୍ଯ୍ୟକାରୀ କରିବା, ଜଳ, ଜମି ଓ ଜଙ୍ଗଲ ଉପରେ ଆଦିବାସୀଙ୍କ ଅଧିକାର ସୁନିଶ୍ଚିତ କରିବା ସହ ଜଙ୍ଗଲ ଅଧିକାର ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରିବା ପାଇଁ ଦାବି କରାଯାଇଛି। ତେବେ ମାଲକାନଗିରି ଜିଲ୍ଲାରେ ପ୍ରାୟ 15ଟି ଆଦିବାସୀ ସମ୍ପ୍ରଦାୟର ଲୋକ ବସବାସ କରନ୍ତି। ଜିଲ୍ଲାର ମୋଟ ଜନସଂଖ୍ୟା ପ୍ରାୟ 56% ଆଦିବାସୀ। ପ୍ରାୟ 4 ଲକ୍ଷ ଆଦିବାସୀ ମାଲକାନଗିରିରେ ବସବାସ କରୁଥିବା ବେଳେ କୋୟା, ଭୂମିଆ, ମାଠିଆ, ବଣ୍ଡା, ଦିଦାଦି, ଗାୟବା ଏବଂ କନ୍ଧ ଭଳି ବିଭିନ୍ନ ସମ୍ପ୍ରଦାୟ ଏଠାରେ ରହିଛନ୍ତି। ଏମାନଙ୍କ ମଧ୍ୟରେ କୋୟା ସମ୍ପ୍ରଦାୟର ଜନସଂଖ୍ୟା ସର୍ବାଧିକ। ନିଜ ଅଧିକାର ଓ ସ୍ୱାର୍ଥର ସୁରକ୍ଷା ପାଇଁ ପେସା ଆଇନକୁ କାର୍ଯ୍ୟକାରୀ କରିବା ସହ ଜଙ୍ଗଲ ଅଧିକାର ଆଇନର ସଠିକ ରୂପାୟନ ଲାଗି ଆଦିବାସୀମାନେ ବାରମ୍ବାର ଦାବି କରି ଆସୁଛନ୍ତି। ବ୍ୟୁରୋ ରିପୋର୍ଟ, ଭଏସ୍ ଅଫ୍ ଓଡ଼ିଶା ଲାଇଭ୍।